Amen. Praise the Lord, everyone. So, ଆଜିର ମର୍ଣ୍ଣିଂ ଡିଭୋସନରେ ପ୍ରଭୁଙ୍କର ଉପସ୍ଥିତିରେ ଆମେ ସମସ୍ତେ ଏକତ୍ରିତ ହୋଇଅଛୁ। ଆଉ ନିଶ୍ଚିତ ଭାବରେ ମୁଁ ବିଶ୍ୱାସ କରେ, ଆଶା କରେ ଯେ ପରମେଶ୍ୱର ଆଜିର ଏହି ମର୍ଣ୍ଣିଂ ଡିଭୋସନରେ କଥା କହିବେ। ୟେସ୍, ସୋ ଆସୁ ଆମେମାନେ ଆଜିର ଚିନ୍ତାଧାରା ନିମନ୍ତେ କିଛି ବିଷୟକୁ ଦେଖିବା। ଆଇ ହୋପ୍ ଆପଣଙ୍କ ପାଖରେ ବାଇବେଲ ଅଛି ଆଉ ସମସ୍ତେ ବାଇବେଲ ଧରିଛନ୍ତି। ଯଦି ବାଇବେଲ ନାହିଁ ତାହେଲେ ବାଇବେଲ ଧରିବା ବହୁତ ଜରୁରୀ ଅଟେ ମର୍ଣ୍ଣିଂ ଡିଭୋସନରେ। ଆଣ୍ଡ ସ୍ପେଶାଲି ଆମେ ଯେତେବେଳେ ମର୍ଣ୍ଣିଂ ଡିଭୋସନରେ ବସିଥାଉଛୁ ପ୍ରପର ମ୍ୟାନର, ପ୍ରପର ୱେ, ପ୍ରପର ରେସ୍ପେକ୍ଟଫୁଲି ଆମେ ମାନେ ପ୍ରାର୍ଥନାରେ ବସିବା ଜରୁରୀ ଅଟେ। ବିକଜ ସମଟାଇମ୍ କ'ଣ ହୁଏ, ଆମେ ଯେତେବେଳେ ଭିଡ଼ିଓ ଅଫ୍ କରୁ ବା ଭିଡ଼ିଓରେ ଆମେ ଆସିନଥାଉ ସେତେବେଳେ ହାଉଏଭର ଆମେ ମାନେ ଚାହିଁଥାଉ, ଯେମିତି ଚାହିଁଥାଉ ସେମିତି ଆମେ ବସିଥାଉ। ବଟ୍ ଦିସ୍ ଇଜ୍ ଦ ମ୍ୟାନର। ପ୍ରଭୁ କହନ୍ତି ଯେତେବେଳେ ଆମେ ତାଙ୍କର ବାକ୍ୟ ନିକଟବର୍ତ୍ତୀ ହେଉଛୁ, ଆମେ ସମସ୍ତ ମନ, ସମସ୍ତ ପ୍ରାଣ, ସମସ୍ତ ଅନ୍ତଃକରଣ ଦେଇ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା କଥା ୱିଥ୍ ଡିସେନ୍ସି। ବୁଝିପାରୁଛୁ? ସୋ ଆଇ ହୋପ୍ ମୁଁ ତ ଦେଖିପାରୁନାହିଁ ଅନେକଙ୍କୁ, କିନ୍ତୁ ଆପଣମାନେ ବସିଥିବେ ଭଲରେ ବୋଲି ମୁଁ ଆଶା କରେ। ସୋ ଆଜିର ମର୍ଣ୍ଣିଂ ଡିଭୋସନରେ ମୁଁ କିଛି ବିଷୟ ଆପଣଙ୍କୁ ସେୟାର କରିବାକୁ ଚାହିଁବି, ଯାହା ଆସନ୍ତା ରବିବାର ଦିନ, ଆଇ ମିନ୍ କାଲିର ସଣ୍ଡେ ସର୍ଭିସରେ ମୁଁ ଡିଟେଲିଂରେ ସେ ବିଷୟକୁ କହିବି। ସମ୍ ଅଫ୍ ଦ ଡିଟେଲ୍ସ ମୁଁ ସେୟାର କରିବି ସ୍ୱର୍ଗ ରାଜ୍ୟ ବିଷୟରେ, ସ୍ୱର୍ଗ ରାଜ୍ୟ ବିଷୟରେ। ଓକେ, ଆଉ ଅନେକ ସମୟରେ ଆମେ ମାନେ ଏହା ଶୁଣିଥାଉ ସ୍ୱର୍ଗ ରାଜ୍ୟ କ'ଣ ଅଟେ ବା ସ୍ୱର୍ଗ ରାଜ୍ୟ କେଉଁମାନଙ୍କ ପାଇଁ ଅଟେ, ଆଉ ସ୍ୱର୍ଗ ରାଜ୍ୟ କ'ଣ ପାଇଁ ଗୋଟେ ବ୍ୟକ୍ତି ଯିବାକୁ ଚାହିଁଥାଏ। ଆମେ ମାନେ ଈଶ୍ୱରଙ୍କ ରାଜ୍ୟ ବୋଲି ଅନେକ ସମୟରେ ବାଇବେଲରେ ମେନସନ୍ ହୋଇଥିବା ଶୁଣିଛୁ, ଈଶ୍ୱରଙ୍କ ରାଜ୍ୟ। ଓକେ, ଇଭେନ୍ ରାଜ୍ୟ ବୋଲି ଖାଲି ୱାର୍ଡ ଆମେ ମାନେ ଶୁଣିଥାଉ, ରାଜ୍ୟ ବୋଲି। ଆଉ ରାଜ୍ୟ ବୋଲି ଆମେ ଯେତେବେଳେ ଶୁଣିଥାଉ ସେତେବେଳେ ଆମମାନଙ୍କର କନେକ୍ସନ ସିଧାସଳଖ ଭାବରେ ସ୍ୱର୍ଗକୁ ହୋଇଥାଏ। ସ୍ୱର୍ଗ ବିଷୟରେ କୁହାଯାଉଛି, ସ୍ୱର୍ଗ ଅଟେ, ସ୍ୱର୍ଗ ଦିସ୍ ଆଣ୍ଡ ଦ୍ୟାଟ୍ ବୋଲି ଆମମାନଙ୍କ ମାଇଣ୍ଡରେ ଆସିଥାଏ। ଓକେ, କିନ୍ତୁ ଆମେ ମାନେ ବୁଝିବା କଥା ଯେ ଏହି ରାଜ୍ୟର ଯୋଉ ସିକ୍ରେଟ ଅଛି, ଦ ସିକ୍ରେଟ ଅଫ୍ ହେଭେନ୍, ଦ ସିଗ୍ନିଫିକାଣ୍ଟ ଅଫ୍ ହେଭେନ୍, ଦ ଇମ୍ପୋର୍ଟାନ୍ସ ଅଫ୍ ହେଭେନ୍ ଆମେ ମାନେ ଯଦି ଦେଖିବା ତାହେଲେ ଅନେକ ରହସ୍ୟ ରହିଅଛି, ଯାହାକି ବାଇବେଲ ଡାଇରେକ୍ଟଲି ଆମମାନଙ୍କୁ ବହୁତ କମ ଜାଗାରେ କହିଥାଏ। ସବୁ ଜାଗାରେ ତ ଡାଇରେକ୍ଟଲି ଲେଖାଯାଏ ନାହିଁ, କିନ୍ତୁ ବହୁତ କମ ଜାଗାରେ ଆମେ ମାନେ ଦେଖୁ ଯାହାକି ବାଇବେଲରେ ଡାଇରେକ୍ଟଲି ମେନସନ୍ ହେଇଛି ବା ହେଇନାହିଁ ଆମେ ମାନେ ପାଇପାରିବା। ଓକେ, ତ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଅନେକ ନିଗୁଢ଼ ତତ୍ତ୍ୱ ବିଷୟ ବାଇବେଲରେ ଉଲ୍ଲେଖ କରାଯାଇଛି, ଯାହାକି ଆମେ ମାନେ ବୁଝିବା କଥା। ତ ସ୍ୱର୍ଗ କିପରି ଥିବ, ସ୍ୱର୍ଗ କ'ଣ ଅଟେ, ଏହା ଅନେକ କ୍ୱେଶ୍ଚିନ୍ସ ମନୁଷ୍ୟମାନଙ୍କ ମଧ୍ୟରେ ଅଛି। କିନ୍ତୁ ସେହି ଚିନ୍ତାଧାରାରୁ ଗୋଟିଏ ପଏଣ୍ଟକୁ ଆମେ ମାନେ ଆଜି ଲକ୍ଷ୍ୟ କରିବା। ଯଦି ଆପଣ ମାନେ ଲୋକଲିଖିତ ସୁସମାଚାର ବାହାର କରିବେ, ଲୋକଲିଖିତ ସୁସମାଚାର ତାର 8 ଅଧ୍ୟାୟ, ଲୋକଲିଖିତ ସୁସମାଚାର ତାର 8 ଅଧ୍ୟାୟ ଯଦି ଆମେ 8 ଅଧ୍ୟାୟ ବାହାର କରୁଛୁ, ସେଇ ଜାଗାରେ ଆମେ ମାନେ ଗୋଟେ ଦୃଷ୍ଟାନ୍ତ ଦେଖୁଛୁ। ଓକେ, ଆଉ ଆଇ ହୋପ୍ ବିବ୍ଲିକାଲି ଆମେ ମାନେ 80-90% ଲୋକ ଏହି କାହାଣୀ ବା ଏହି ପ୍ୟାରାବଲକୁ ଆମେ ମାନେ ଜାଣିଛୁ। ଓକେ, ବୁଣାଳିର ଦୃଷ୍ଟାନ୍ତ ଆମେ ସମସ୍ତେ ଜାଣିଛୁ। ତ ଯେତେବେଳେ ଆମେ 5 ପଦ ଦେଖିବା, 5 ପଦରୁ ତଳକୁ ପଢିବା, ତାହେଲେ ଜଣେ ବୁଣାଳି ବାହାରୁଛି, ବୁଣୁଛି, ବାଟ ପାଖରେ ପଡୁଛି, ଦେନ୍ ପଥୁରିଆ ଭୂମିରେ ପଡୁଛି, କଣ୍ଟା ବୁଦାରେ ପଡୁଛି, ଏଣ୍ଡ ଭଲ ଭୂମିରେ ପଡୁଛି। 4 ପ୍ରକାର ଭୂମିରେ ପଡିବା ବିଷୟ ଆମେ ଦେଖୁଛୁ। ମୁଁ ପଢୁନାହିଁ ବିକଜ ଅଫ୍ ଟାଇମ୍, ତ ଆମେ ବୁଝିପାରୁଥିବା। ଓକେ, ତ 4 ପ୍ରକାର ଭୂମିରେ ଯେତେବେଳେ ବୀଜ ପଡୁଛି, ପ୍ରଥମ ଜାଗାରେ ପଡିଲେ ହେଉନାହିଁ, ଦ୍ୱିତୀୟ ଜାଗାରେ କାମ ଦେଉନାହିଁ, ତୃତୀୟ ଜାଗାରେ ହେଉନାହିଁ, କିନ୍ତୁ ଚତୁର୍ଥ ଜାଗା ଯାହାକି ଭଲ ଭୂମି, ସେଇ ଜାଗାରେ ପଡିଲେ ଅଙ୍କୁରିତ ହେଉଛି ଆଉ ବହୁତ ଭଲ ଭାବରେ ଉତ୍ପନ୍ନ ହେଉଛି। ବଟ୍ ଆମେ ମାନେ ବୁଝିବା କଥା, 2 ଟାଇପ୍ ଅଫ୍ ପିପଲ ଆଜି ଜଗତରେ ଅଛନ୍ତି, ଯେଉଁମାନେ କି ଏହି ବୀଜ ସଦୃଶ୍ୟ ମାନେ ମାଇଣ୍ଡ ସେଟ୍କୁ ରଖନ୍ତି।
ବୁଝିପାରୁଛନ୍ତି ଯୋଉ ବୀଜ ବିଷୟରେ 4ଟି ବୀଜ ପଡିଲା ଆଉ ଭୂମି ଯୋଉ ଥିଲା ସେ ଭୂମିକୁ ଆମେ ମାନେ ଦେଖିଥାଉ ଏଭ୍ରି ଟାଇମ ଆମେ ମାନେ ଏକ୍ସପ୍ଲେନେସନ ରେ ଦେଖିଥାଉ ଯେ କେତେ କେତେ ଜଣ ପଥୁରିଆ ଭୂମି ସଦୃଶ୍ୟ ଅଟନ୍ତି ଯୋଉ ଜାଗାରେ ପଡେ ସେ ଜାଗାରେ ଆ, ମାନେ ମରିଯାଏ ଓକେ କିନ୍ତୁ ଯଦି ତାର ମୁଖ୍ୟ ବିଷୟକୁ ଯଦି ବୁଝିବାକୁ ଯିବା ତାହେଲେ 10 ପଦ 8 ଅଧ୍ୟାୟର 10 ପଦରେ ଲେଖାଯାଏ ସେ ଜାଗାରେ ଲେଖାଯାଇଅଛି ସେଥିରେ ସେ କହିଲେ ଈଶ୍ୱରଙ୍କ ରାଜ୍ୟର ନିଗୁଡ ତତ୍ଵ ସମୂହ ଜାଣିବା ନିମନ୍ତେ ତୁମମାନଙ୍କୁ ଶକ୍ତି ଦିଆଯାଇଅଛି ଓକେ କଣ ଦିଆଯାଇଛି ଶକ୍ତି ଦିଆଯାଇଅଛି କେଉଁ ବିଷୟ ଜାଣିବା ନିମନ୍ତେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଜାଣିବା ନିମନ୍ତେ ପୁଣି କୁହାଯାଉଛି କିନ୍ତୁ ଅନ୍ୟମାନଙ୍କୁ ଦୃଷ୍ଟାନ୍ତରେ କୁହାଯାଏ ଯେପରି ସେମାନେ ଦେଖୁ ଦେଖୁ ଦେଖିବେ ନାହିଁ ଓ ଶୁଣୁ ଶୁଣୁ ଶୁଣିବେ ନାହିଁ ଭେରି ଇମ୍ପୋର୍ଟାଣ୍ଟ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ କି ବୁଝିପାରନ୍ତି ନାହିଁ କେଉଁ ବିଷୟରେ ସ୍ୱର୍ଗ ରାଜ୍ୟ ବିଷୟରେ ଆଉ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ବୁଝିପାରନ୍ତି ସ୍ୱର୍ଗ ରାଜ୍ୟ ବିଷୟରେ ଯେଉଁମାନେ ବୁଝିପାରନ୍ତି ନାହିଁ ସେହି ବ୍ୟକ୍ତି ମାନେ ହେଉଛନ୍ତି ଶୁଣୁ ଶୁଣୁ ଶୁଣିବେ ନାହିଁ ଦେଖୁ ଦେଖୁ ଦେଖିବେ ନାହିଁ ଓକେ ସେମାନେ ଜାଣୁଥିବେ ଯେ ସମ୍ମୁଖରେ ଗୋଟେ ସତ୍ୟତା ରଖାଯାଇଅଛି and they will see the manifestation and they will see the miracles also then also they are not receiving the truth ଆଜି ପ୍ରଫେସି ହିଲିଂ ମିରାକେଲ ଆଣ୍ଡ ଅଲ୍ ଦୋଜ ଥିଙ୍ଗସ୍ ଯେତେବେଳେ ହଉଛି ସେତେବେଳେ ଆମେ ଅନେକ ସମୟରେ କିଛି ବ୍ୟକ୍ତି ଥାନ୍ତି ଦେ ଆର୍ ନଟ୍ ରିସିଭିଂ ପ୍ରପରଲି ଦେ ଆର୍ ହାର୍ଟ ନଟ୍ ଓପନଲି 100% କଣ ପାଇଁ ଏମିତି ହୁଏ କାରଣ ଆମେ ମାନେ ସେ ବିଷୟକୁ ମାନେ ବୁଝିବାକୁ ଚେଷ୍ଟା କରିନଥାଉ ଜାଣିବାକୁ ଚେଷ୍ଟା କରିନଥାଉ ଓକେ ତ ସ୍ୱର୍ଗ ରାଜ୍ୟ ର କିଛି ନିଗୁଡ ତତ୍ଵ ବିଷୟ ଅଛି ଯାହାକି ଆମେ ମାନେ ଜାଣିବା ଆବଶ୍ୟକ ସେଥିପାଇଁ ଦୁଇ ପ୍ରକାର ଗୋଷ୍ଠୀ ବା ଦୁଇ ପ୍ରକାର ଲୋକଙ୍କ ଚିନ୍ତାଧାରା ବିଷୟରେ ଏ ଜାଗାରେ କୁହାଯାଉଛି ଯେ ସେଥିରେ ସେ କହିଲେ ଈଶ୍ୱରଙ୍କ ରାଜ୍ୟ ନିଗୁଡ ତତ୍ଵ ସମୂହ ଜାଣିବା ନିମନ୍ତେ ତୁମମାନଙ୍କୁ ଶକ୍ତି ଦିଆଯାଇଛି ତ ଯୀଶୁ ଏଇ ଜାଗାରେ କେଉଁ ଲୋକମାନଙ୍କୁ କହୁଛନ୍ତି ଶକ୍ତି ଦିଆଯାଇଅଛି ଯେଉଁମାନେ ତାହାଙ୍କୁ ଜାଣିଛନ୍ତି ଯେଉଁମାନେ ତାଙ୍କ ସହିତ ଚାଲୁଛନ୍ତି ଯେଉଁମାନେ ତାଙ୍କୁ ବିଶ୍ୱାସ କରୁଛନ୍ତି ସେହିମାନେ ହିଁ କେବଳ ଈଶ୍ୱରଙ୍କ ରାଜ୍ୟର ନିଗୁଡ ତତ୍ଵ ବିଷୟ ଜାଣିପାରିବେ ଭେରି କେୟାରଫୁଲି ଆମେ ଯଦି ବୁଝିବା ତ ଆଜି କଣ ଆମେମାନେ ବ୍ୟକ୍ତିଗତ ଭାବରେ କହିପାରିବା ଯେ ଈଶ୍ୱରଙ୍କ ରାଜ୍ୟର ସିକ୍ରେଟ୍ସ ଈଶ୍ୱରଙ୍କ ରାଜ୍ୟର ଯୋଉ କାର୍ଯ୍ୟ ସବୁ ରହିଅଛି ରାଜ୍ୟର କାର୍ଯ୍ୟ ସେ ସମସ୍ତ ବିଷୟ କଣ ବୁଝୁଛୁ କି ଆମେ କଣ ବୁଝୁଛୁ ଯଦି ବୁଝୁଛୁ ତାହେଲେ ବହୁତ ଭଲ କଥା ଜାଣୁଛୁ ତାହେଲେ ବହୁତ ଭଲ କଥା କିନ୍ତୁ ଯଦି ଜାଣିପାରୁନାହୁଁ ତାହେଲେ ହୋଇଥାପାରେ ପ୍ରଭୁ ଯେପରି ସେହି ଲୋକମାନଙ୍କୁ ଦୃଷ୍ଟାନ୍ତ ମାଧ୍ୟମରେ କହୁଥିଲେ ଆଉ ସେମାନେ ତଥାପି ବୁଝିପାରୁନଥିଲେ କିଛି ବିଷୟକୁ ସେହିପରି ବ୍ୟକ୍ତି ଆମେମାନେ ହୋଇଯିବା ଆଜି ମ୍ୟାକ୍ସିମମ୍ ଟାଇମ୍ ମଣ୍ଡଳୀରେ ଆମେମାନେ ଗୋଟେ ବିଷୟକୁ ପଢିଥାଉ ଫାର୍ଷ୍ଟ ଫେଜ୍ ହଉଛି ଗୋଟେ ପଦକୁ ପଢିକି ଜଣେ ବାକ୍ୟ ପ୍ରଚାର କରିବ ଆଉ ଯଦି ବାକ୍ୟ ପ୍ରଚାର କରୁଛି ତାହେଲେ ପଦକୁ ପଢିବ ଡେଫିନେଟଲି ଗୋଟେ ରେଫରେନ୍ସକୁ ପଢାଯାଏ ତାପରେ ବାକ୍ୟ ପ୍ରଚାର କରାଯାଏ ସେକେଣ୍ଡ ଫେଜ୍ କଣ ଥାଏ ବାକ୍ୟ ପ୍ରଚାର କଲା ପରେ ବାକ୍ୟ କଣ କହୁଛି ତାହା ବତାଯାଏ ବା ବୁଝାଯାଏ ଏଣ୍ଡ ଥର୍ଡ ଫେଜ୍ କଣ ସେଇ ବିଷୟ କହିଲା ପରେ ପୁଣି ଥରେ ଗୋଟେ କାହାଣୀ ମାଧ୍ୟମରେ ବା ଗୋଟିଏ ଏକ୍ସପ୍ଲେନେସନ ଏକ୍ସାମ୍ପଲ ମନେ କରନ୍ତୁ ଦିସ୍ ଆଣ୍ଡ ଦ୍ୟାଟ୍ ବୋଲି କହିକି ବୁଝାଯାଏ ତ ଆମେ ସ୍ତର ଯଦି ଚିନ୍ତା କରିବା ସ୍ତର ଯଦି ଦେଖିବା ମାନେ ଗୋଟେ ସମ୍ମୁଖରେ ଥିବା ବ୍ୟକ୍ତିକୁ ଆମେ ଏହି ସାଧାରଣ ବାକ୍ୟକୁ ବୁଝାଇବା ପାଇଁ ଯେଉଁ ବିଷୟ କି ଜଣେ ପଢିଲେ ବୁଝିପାରିବା କଥା ଯେ କେଉଁ ସନ୍ଦର୍ଭରେ କେଉଁ ବିଷୟରେ କେଉଁ ଭାବରେ ଏହା ଲେଖାଯାଇଅଛି ତାହା ଯଦି ସେ ବ୍ୟକ୍ତି ପଢୁଛି ତାହେଲେ ଜାଣିପାରିବା କଥା କିନ୍ତୁ ସମଟାଇମ ଆମେ କଣ କରିଥାଉ ତାହାକୁ ଆହୁରି ଏକ୍ସପ୍ଲେନେସନ କରିଥାଉ ଯେପରି ଅନେକ ବ୍ୟକ୍ତି ମାନେ ବୁଝିପାରିବେ ତଥାପି ମଧ୍ୟ ଅନେକ ବ୍ୟକ୍ତି ଥାନ୍ତି ଯେଉଁମାନଙ୍କ ସମ୍ମୁଖରେ ଆମେ ତାହା ବୁଝେଇବା ଅସମ୍ଭବ ହୋଇଯାଇଥାଏ ବୁଝିପାରୁଛନ୍ତି ମୁଁ କଣ କହୁଛି ସମ୍ ଅଫ ଦ ପିପଲ ଯେଉଁମାନେ ଏହି ଦୃଷ୍ଟାନ୍ତ ଦେଲା ପରେ ମଧ୍ୟ ସେମାନେ ବୁଝିପାରନ୍ତି ନାହିଁ ସେମାନେ ହେଉଛନ୍ତି ଶୁଣୁ ଶୁଣୁ ଶୁଣିବେ ନାହିଁ ଦେଖୁ ଦେଖୁ ଦେଖିବେ ନାହିଁ ଲେଖାଯାଇଛି ଏଇ ଜାଗାରେ 10 ପଦରେ ତ ଆମେ ଜାଣିବା କଥା 11 ପଦରେ ଲେଖାଯାଇଛି ଦୃଷ୍ଟାନ୍ତର ଭାବ ଏହି ବିହନ ଈଶ୍ୱରଙ୍କର ବାକ୍ୟ ଅଟେ ଓକେ ତ ଆମେ ସିଧାସଳଖ ଯଦି
এই সমস্ତ বিষୟକୁ ଚିନ୍ତା ନ କରି ଆମେ 14 ପଦକୁ ଯଦି ଯିବା, 14 ପଦ ଆପଣମାନେ ଦେଖିପାରିବେ। 14 ପଦରେ ଲେଖାଯାଏ, ଆଉ କଣ୍ଟା ଗୁଡାକ ମଧ୍ୟରେ ଯାହା ପଡିଲା ତାହା ଏପରି ଲୋକେ ଯେଉଁମାନେ ଶୁଣି ସାଂସାରିକ ଚିନ୍ତା, ଧନ ଓ ସୁଖ ଭୋଗର ବଶବର୍ତ୍ତୀ ହୋଇ ଜୀବନ ଯାପନ କରୁ କରୁ ଚାପି ହୋଇଯାଆନ୍ତି, କିନ୍ତୁ ପରିପକ୍ୱ ଫଳ ଉତ୍ପନ୍ନ କରନ୍ତି ନାହିଁ। ଏ ଜାଗାରେ ଲାଷ୍ଟ ରୋରେ, ଲାଷ୍ଟ ଲାଇନରେ, ବି ପାର୍ଟରେ ଆମେ ଯଦି ଦେଖିବା, ଲେଖାଯାଇଛି ପୁଣି ପରିପକ୍ୱ ଫଳ ଉତ୍ପନ୍ନ କରନ୍ତି ନାହିଁ। ତ ଆମେ ଦେଖୁ ମଞ୍ଜି ଯୋଉ ବୁଣା ଗଲା, ବୀଜ ଯୋଉ ବୁଣା ଗଲା, ବୁଣାଳି ଯୋଉ ବୁଣିଲେ, ସେ ବୁଣିବା ସମୟରେ 4ଟି ସ୍ଥାନରେ ବୀଜ ଯାଇକି ପଡିଛି। ଓକେ, କିନ୍ତୁ କେତେଟା ଜାଗାରେ ହେଲା? 2ଟା ଜାଗାରେ ହେଲା। ଆମେ ଅନେକ ସମୟରେ ବାକ୍ୟରେ ଶୁଣିଥାଉ ଯେ ଯେଉଁ ଜାଗାରେ ଭଲ ଭୂମି ଥିଲା ଆଉ ଭଲ ଭୂମିରେ ପଡିଲା ଆଉ ତାହା ଅଙ୍କୁରିତ ହେଇକି ହେଲା, ଠିକ ଅଛି। କିନ୍ତୁ ଆମେ ଯଦି ଭଲରେ ପଢିବା ତାହେଲେ 2ଟି ସ୍ଥାନରେ ତାହା ହେଉଛି ବୋଲି ଆମେ ଦେଖୁଛୁ। ପ୍ରଥମ ସ୍ଥାନ ଯୋଉଟା କି ବାଟ ପାଖରେ, ତାହା ପଡୁ ପଡୁ ଶୟତାନ ଆସିକି ନେଇଯାଉଛି, ଯାହାକି କୁହାଯାଏ ଚଢେଇମାନେ ଆସିକି ନେଇଗଲେ, ହେଲା। 2 ନମ୍ବର ବିଷୟ, ପଥରରେ କେବେ ମଧ୍ୟ ତାହା ହେବ ନାହିଁ। ଓକେ, ତ 3 ନମ୍ବର ଆମେ ଦେଖୁଛୁ କଣ୍ଟା ବୁଦାରେ ଏବଂ ଭଲ ଭୂମିରେ। ତ କଣ୍ଟା ବୁଦାରେ ପଡିଲା ପରେ ମଧ୍ୟ ତାହା ଅଙ୍କୁରିତ ହୋଇଛି। ବୁଝିପାରୁଛନ୍ତି? କଣ୍ଟା ବୁଦାରେ ପଡିଲା ପରେ ମଧ୍ୟ ତାହା ଅଙ୍କୁରିତ ହୋଇଛି। ତ ଅନେକ ସମୟରେ ବାକ୍ୟ ପଢିବା ସମୟରେ ତାହା ଅଙ୍କୁରିତ ହୋଇଥାଏ, ବଟ୍ ଆମର ନିଜର ମାଇଣ୍ଡ ସେଟ୍ ଯୋଉ ଥାଏ, ଆମର ନିଜର ଚିନ୍ତା ଯୋଉ ଥାଏ, ଆମେ କଣ କରୁନା, ସେହି ଚିନ୍ତାଧାରାକୁ ଓପନ ଅପ୍ କରିପାରିନଥାଉ, ଖୋଲା କରିପାରିନଥାଉ, ଆଉ ଈଶ୍ୱରଙ୍କ ପାଇଁ ଆମେ ହୃଦୟକୁ ପ୍ରସ୍ତୁତ କରିପାରିନଥାଉ। ବୁଝିପାରୁଛନ୍ତି? मैं जब वचन सुनता हूँ, किसी के वचन को सुनता हूँ या कहीं भी जाके ବାଇବେଲର କିଛି ଶୁଣୁଛି, ସେତେବେଳେ କଣ ହଉଛି ନା, ଆମମାନଙ୍କ ହୃଦୟକୁ ଆମେ ଖୋଲା ରଖିବା କଥା। ଯଦି ଖୋଲା ନାହିଁ, ତାହା ଅଙ୍କୁରିତ ହେବ ନାହିଁ, ତାହା ପଡିକି ଅଙ୍କୁରିତ ହେବ ନାହିଁ, ଏ ବିଷୟ କୁହାଯାଉଛି। ଆଉ କୁହାଯାଉଛି ଯେ କଣ୍ଟା ବୁଦାରେ ଯେତେବେଳେ ପଡୁଛି, ତାହା ଏହିପରି ଲୋକ ଯେଉଁମାନେ ଶୁଣି ସାଂସାରିକ ଚିନ୍ତା, ଧନ ଓ ସୁଖ ଭୋଗ ବଶବର୍ତ୍ତୀ ହୋଇ ଜୀବନ ଯାପନ କରୁ କରୁ ଚାପି ହୋଇଯାଆନ୍ତି ବୋଲି କୁହାଯାଉଛି। ମାନେ ଏମାନଙ୍କର କାର୍ଯ୍ୟ ସକାଶୁ ସେମାନେ ଚାପି ହେଇଯାଉଛନ୍ତି। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ବିଷୟ କୁହାଯାଉଛି ଯେ ଦେ ଆର କଣ, ପୁଣି ପରିପକ୍ୱ ଫଳ ଉତ୍ପନ୍ନ କରନ୍ତି ନାହିଁ। ମାନେ ତାଙ୍କର ଫଳ ଉତ୍ପନ୍ନ ତ ହେଉଛି, ବଟ୍ ଡିଫରେଣ୍ଟ ଟାଇପ ଅଫ ଫ୍ରୁଟ୍ସ। ଆଜି ଡିଫରେଣ୍ଟ ଟାଇପ ଅଫ ଫ୍ରୁଟ୍ସ ଯଦି ଆମେ ଦେଖିବା, ତାହେଲେ କୋଉ କୋଉ ଫ୍ରୁଟ୍ସ କୁ କୁହାଯାଉଛି ଡିଫରେଣ୍ଟ ଟାଇପ ର ଫ୍ରୁଟ୍ସ? ତାହେଲେ ଅନେକ ପ୍ରକାର ଫ୍ରୁଟ୍ସ ଥାଏ, ଅନେକ ପ୍ରକାର ଫ୍ରୁଟ୍ସ ଅଛି। ଆଜି ମନୁଷ୍ୟ ମାନଙ୍କର ଅନେକ ପ୍ରକାର ଫ୍ରୁଟ୍ସ ଅଛି, କିନ୍ତୁ ଆମେ ବୁଝିବାକୁ ଚେଷ୍ଟା କରିବା ଯେ ପ୍ରଭୁଙ୍କ ଠାରେ ଥାଇକି ଫଳ ଫଳିବା ଏବଂ ପ୍ରଭୁଙ୍କ ଠାରେ ନ ଥାଇକି ଫଳ ଫଳିବା ବହୁତ ଡିଫରେନ୍ସେସ୍ ଅଟେ। ଓକେ, ପ୍ରଭୁଙ୍କ ଠାରେ ଯଦି ଆମେ ଅଛୁ ଆଉ ଫଳ ଉତ୍ପନ୍ନ କରୁଛୁ, ତାହେଲେ ତାହା ଆତ୍ମାଙ୍କ ଫଳ ଭାବରେ ଜଣାଯାଏ। କିନ୍ତୁ ଆଜି ଯଦି ଆମେ ସାଂସାରିକ ଫଳରେ ଉତ୍ପନ୍ନ ହଉଛୁ, ମାନେ we will growth like anything। ବୁଝିପାରୁଛନ୍ତି? ମାନେ ସମସ୍ତ ବିଷୟରେ ଆପଣ ଗ୍ରୋଥ ହେଇଯିବେ, କିନ୍ତୁ ଆପଣ ସ୍ପିରିଚୁଆଲି ଡାଉନଫଲରେ ଯାଉଛନ୍ତି। ମ୍ୟାକ୍ସିମମ୍ ପିପଲ, ସେମାନେ ଅନେକ ଅନ୍ୟାନ୍ୟ କାର୍ଯ୍ୟରେ ଏତେ ବ୍ୟସ୍ତ ହେଇଯାନ୍ତି, ଯେଉଁ ବ୍ୟସ୍ତତା ଯୋଗୁଁ ସେମାନେ ସ୍ପିରିଚୁଆଲ ଡେଥକୁ ଦେଖିପାରନ୍ତି ନାହିଁ, ସ୍ପିରିଚୁଆଲ ମାନେ ଡାଉନଫଲକୁ ଦେଖିପାରନ୍ତି ନାହିଁ। ସାଂସାରିକ ଅଭିଳାଷ, ସାଂସାରିକ ମାନେ ଏନ୍ଜୟମେଣ୍ଟକୁ ଏତେ ଫଲୋ କରନ୍ତି, ବା ସାଂସାରିକ ମାନେ ଆର୍ଥିକତା ଆଉ ଅନ୍ୟାନ୍ୟ ସମସ୍ତ ବିଷୟକୁ, ଯେ ସେମାନଙ୍କର ଗ୍ରୋଥ ଲେଭଲ ତ ବଢୁଥାଏ, ସେମାନେ ବଢୁଥାନ୍ତି, କିନ୍ତୁ ସେମାନେ କଣ ହୁଅନ୍ତି ନାହିଁ, ସେମାନେ ଈଶ୍ୱରଙ୍କର ଉପସ୍ଥିତିରେ ବଢି ପାରନ୍ତି ନାହିଁ। ବୁଝିପାରୁଛନ୍ତି? ଉପସ୍ଥିତିରେ ବଢି ପାରନ୍ତି ନାହିଁ। ଦିସ୍ ଇଜ ଦ ଥିଙ୍ଗସ ଆମେ ମାନେ ଦେଖୁଛୁ। ତ ପରିପକ୍ୱ ଫଳ ଉତ୍ପନ୍ନ ଯଦି ହେଉନାହିଁ, ତାହେଲେ ଆମେ ଜାଣିବା କଥା ସେହି ବୃକ୍ଷ ବଢୁଛି ସତ କଥା, କଣ୍ଟା ବୁଦାରେ ଥିବା ବୃକ୍ଷ ବଢୁଛି,
କିନ୍ତୁ ଚାପି ହେଇଯାଇଛି, କିନ୍ତୁ ଚାପି ହୋଇକି ସେମାନେ ଫଳ ଉତ୍ପନ୍ନ କରୁଛନ୍ତି, ଆଉ ଚାପି ହେଲା ଫଳ ଭଲ ହେବ ନାହିଁ। ଗୋଟିଏ ଗଛ ଚାପି ହେଇକି ଫଳ ଯେତେବେଳେ ଉତ୍ପନ୍ନ କରେ ସେଇ ଗଛର ଫଳ ଭଲ ହୁଏ ନାହିଁ। ସୋ ହ୍ୱାଟ ଇଜ ଦ ସିଗ୍ନିଫିକେଣ୍ଟ ଅଫ ଦ୍ୟାଟ? ଆମେ ଯଦି ଦେଖିବା ତଳକୁ ଲେଖାଯାଇଛି, ଆଉ ଉତ୍ତମ ଭୂମିରେ ଯାହା ପଡ଼ିଲା ତାହା ଏପରି ଲୋକ ଯେଉଁମାନେ ଉତ୍ତମ ଓ ସରଳ ହୃଦୟ ବାକ୍ୟ ଶୁଣି ତାହା ଧରି ରଖନ୍ତି ଓ ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି। ଗୋଟିଏ ଚାପି ହେଲା ଫଳ ଆଉ ଧୈର୍ଯ୍ୟ ସହକାରେ ଫଳ ଉତ୍ପନ୍ନ ହେବା ଫଳ ଭିତରେ ଡିଫରେନ୍ସେସ୍ ଯଦି ଦେଖିବା ତାହେଲେ ବହୁତ ପ୍ରକାର ବିଷୟ ଆମମାନଙ୍କୁ ଶିଖିବାକୁ ମିଳିବ। ଓକେ, କଣ୍ଟା ବୁଦାରେ ଫଳ ଫଳୁଛି ଏବଂ ଭଲ ଭୂମିରେ ପଡ଼ିଥିବା ଫଳ ଫଳୁଛି, କିନ୍ତୁ ଏହି ଜାଗାର ଲୋକମାନଙ୍କର କାର୍ଯ୍ୟ ଏବଂ କଣ୍ଟା ବୁଦାରେ ଥିବା ଲୋକମାନଙ୍କର କାର୍ଯ୍ୟ ଭିତରେ ଡିଫରେନ୍ସେସ୍ ଆମେ ମାନେ ବୁଝିପାରୁଛୁ। ଓକେ, ଜାଣିପାରୁଛୁ ତ? ଏହି ବିଷୟକୁ ଏହି ସ୍ଥାନରେ କୁହାଯାଉଛି। ତାମାନେ ଜାଣିବା କଥା ଯେ ପରିପକ୍ୱ ଫଳ ଉତ୍ପନ୍ନ କରୁନାହାନ୍ତି ଯଦି ଜଣେ ବ୍ୟକ୍ତି ମାନେ, ତାହେଲେ ସେମାନେ ଈଶ୍ୱରଙ୍କର ରାଜ୍ୟକୁ ବୁଝିପାରିବେ ନାହିଁ। ଦିସ୍ ଇଜ ଦ କନେକ୍ସନ। ଏ ଜାଗାରେ ଆମେ ଦେଖୁଛୁ ଯେ ଆଜି ସ୍ୱର୍ଗ ରାଜ୍ୟ ବିଷୟରେ କାହିଁକି ଅନେକ ଭୁଲ ଚିନ୍ତାଧାରା, ଭୁଲ ବିଷୟ ଆମେ ମାନେ ଧରିକି ଚାଲୁଛୁ। ବିକଜ ଈଶ୍ୱରଙ୍କ ରାଜ୍ୟ ବିଷୟରେ ବାଇବେଲରେ କ୍ଲିୟରଲି ଡାଇରେକ୍ଟଲି ଲେଖାଯାଇଅଛି ଅନେକ ସ୍ଥାନରେ, କିନ୍ତୁ ଆମେ ମାନେ ଅନେକ ସମୟରେ ସେହି ରାଜ୍ୟକୁ ଆମ ହିସାବରେ, ଆମ ସ୍ତର ହିସାବରେ ଆମେ ମାନେ ଭାଙ୍ଗିବାକୁ ଚେଷ୍ଟା କରିଥାଉ। ଈଶ୍ୱରଙ୍କ ରାଜ୍ୟ କିପରି ଅଟେ, ଈଶ୍ୱରଙ୍କ ରାଜ୍ୟ ଏପରି ଅଟେ। ତ ଆମେ ମାନେ ବୁଝିବାକୁ ଚେଷ୍ଟା କରିବା କଥା ଯେ ଈଶ୍ୱରଙ୍କ ରାଜ୍ୟର ଭେଦ ତାଙ୍କର ଲୋକମାନଙ୍କୁ ଦିଆଯାଇଛି। ତାଙ୍କର ଲୋକମାନଙ୍କୁ ଦିଆଯାଇଛି ଯେ ସେମାନେ କଣ କରିପାରିବେ, ଜାଣିପାରିବେ। ବାଇବେଲରେ ଏହା କୁହାଯାଇଛି, ଯାହାର ଜ୍ଞାନ ଅଛି ସେ ତାହା ବୁଝୁ, ଯାହାର ଜ୍ଞାନ ଅଛି ସେ ତାହା ପଢୁ, ଯାହାର ଜ୍ଞାନ ଅଛି ସେ ତାହା ଜାଣିବ ନିଶ୍ଚିତ ଭାବରେ। ବିକଜ ହୋଲି ସ୍ପିରିଟ ଇଜ ଦ person who will guide you, lead you, protect you, give you the wisdom and knowledge. ପ୍ରଭୁ ହିଁ ଆମମାନଙ୍କୁ ସେ ବିଷୟ ଦିଅନ୍ତି। ମନୁଷ୍ୟ, ସାଧାରଣ ମନୁଷ୍ୟ କିଛି ଜାଣିପାରିବ ନାହିଁ, କିଛି କହିପାରିବ ନାହିଁ, କିଛି ବୁଝିପାରିବ ନାହିଁ, ବଟ୍ ଥ୍ରୁ ଦ ହୋଲି ସ୍ପିରିଟ ଆମେମାନେ ସମସ୍ତ ବିଷୟ କହିପାରିବା। ସେଥିପାଇଁ ପାଉଲ ମଧ୍ୟ କହନ୍ତି, ଆଇ କ୍ୟାନ୍ ଡୁ ଅଲ୍ ଦୋଜ୍ ଥିଙ୍ଗସ୍ ଥ୍ରୁ କ୍ରାଇଷ୍ଟ ହୁ ଷ୍ଟ୍ରେଂଥେନ୍ ମି। ମାନେ ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ ବିଷୟ କରିପାରିବି। ଥ୍ରୁ ଓନ୍ଲି ଦ କ୍ରାଇଷ୍ଟ। ଆଉ ବିନା ପ୍ରଭୁଙ୍କ ସାହାଯ୍ୟରେ ଆମେ କିଛି କରିପାରିବା ନାହିଁ, ତାହା ବାକ୍ୟ ପ୍ରମାଣ ଦେଉଅଛି। ଓକେ, ଆମେ ବୁଝିବା କଥା ଯେ ସ୍ୱର୍ଗ ରାଜ୍ୟର ନିଗୂଢ ତତ୍ତ୍ୱ ଆଜି କିଛି ବ୍ୟକ୍ତିକୁ ଦିଆଯାଏ, ଯେଉଁ ନିଗୂଢ ତତ୍ତ୍ୱ ବିଷୟକୁ ସେମାନେ ଜାଣିଗଲା ପରେ ଈଶ୍ୱରଙ୍କର ବାକ୍ୟରୁ, ଈଶ୍ୱରଙ୍କର ପ୍ରେମରୁ, ଈଶ୍ୱରଙ୍କର ମହିମାରୁ ସେମାନେ ଉଣା ପଡ଼ନ୍ତି ନାହିଁ। ସେମାନେ କଣ୍ଟିନ୍ୟୁଅସଲି ପ୍ରଭୁଙ୍କ ସହିତ ଯୋଡ଼ି ରୁହନ୍ତି, କଣ୍ଟିନ୍ୟୁଅସଲି ପ୍ରଭୁଙ୍କ ସହିତ ଲାଗି ରୁହନ୍ତି, କଣ୍ଟିନ୍ୟୁଅସଲି ପ୍ରଭୁଙ୍କର ସେବାରେ, ପ୍ରାର୍ଥନାରେ, ଆରାଧନାରେ, ସ୍ତୁତି, ପ୍ରଶଂସା, ମହିମାରେ ସେମାନେ କଣ୍ଟିନ୍ୟୁଅସଲି ରୁହନ୍ତି। ବୁଝିପାରୁଛନ୍ତି? କାରଣ ସ୍ୱର୍ଗ ରାଜ୍ୟର ମୁହୂର୍ତ୍ତ ଯୋଉ ଥାଏ, ଯୋଉ ଗୁରୁତ୍ୱପୂର୍ଣ୍ଣ ବିଷୟ ଥାଏ, ତାହା ଗୋଟେ ବ୍ୟକ୍ତି ଜାଣିଲା ପରେ କେମିତି ଭାବରେ ସେ ଛାଡ଼ିବ। ସ୍ମଲ ଏକ୍ସାମ୍ପଲ ଯଦି ମୁଁ ଦେବି, ଆଜି ଦେଖନ୍ତୁ ବହୁତ ସାରା ଚର୍ଚେସ୍ ଅଛି, ବହୁତ ସାରା ଚର୍ଚ୍ଚ ଅଛି, ବହୁତ ସାରା ମିନିଷ୍ଟ୍ରିଜ ଅଛି, ବହୁତ ସାରା ପାଷ୍ଟର୍ସ ଅଛନ୍ତି, ବହୁତ ସାରା ଲିଡର୍ସ ଅଛନ୍ତି, ବହୁତ ସାରା ପ୍ରଫେଟ୍ସ ଅଛନ୍ତି, ଓକେ, ଇଭାଞ୍ଜେଲିଷ୍ଟ ଅଛନ୍ତି, ଟିଚର୍ସ ଅଛନ୍ତି। ତ କିନ୍ତୁ few of them କଣ କହୁଛନ୍ତି ନା, ସେମାନେ nowadays the fasting prayer and worship session and ବାକ୍ୟର ଗଭୀରତାକୁ ସେମାନେ ବେଶୀ ପ୍ରାୟୋରିଟି ଦଉଛନ୍ତି। Why? ଆମେ କହିପାରିବା ନାହିଁ ଯେ ଦିସ୍ ଆର୍ ଦ ଗୁଡ୍ ଆଣ୍ଡ ଦିସ୍ ଆର୍ ଦ ବ୍ୟାଡ୍ ପର୍ସନ୍, ୟା ଦିସ୍ ଇଜ ଦ ଗୁଡ୍ ଥିଙ୍ଗ ଆଣ୍ଡ ଦ୍ୟାଟ୍ ଇଜ ଦ ବ୍ୟାଡ୍ ଥିଙ୍ଗ। ଆମେ କହିପାରିବା ନାହିଁ। वी आर नॉट टू जज। ଆମେ ମାନେ କାହାକୁ ମଧ୍ୟ ଜଜ୍ କରିବା ନାହିଁ। କିନ୍ତୁ ମୁଁ କହିବାର ମାନେ ହେଲା, ଦୋଜ୍ ଆର୍ କନେକ୍ଟ, ଯେଉଁମାନେ ପରମେଶ୍ୱରଙ୍କ ପାଖରେ ଅଛନ୍ତି, ଯେଉଁମାନେ କନେକ୍ଟରେ ଅଛନ୍ତି, ଦେଖନ୍ତୁ ଆପଣ ଅଟୋମେଟିକାଲି ସେମାନଙ୍କର କାର୍ଯ୍ୟକୁ ଦେଖିଲେ ଆପଣଙ୍କୁ ହୋଇପାରେ ପ୍ରଥମରେ ଆଶ୍ଚର୍ଯ୍ୟ ଲାଗିବ। ଫର୍ଷ୍ଟଲି ଆପଣଙ୍କୁ କେମିତି ମାନେ ଏତେ ସବୁବେଳେ ଦେଖିଲେ ଫାଷ୍ଟିଂ ପ୍ରେୟାର, ସବୁବେଳେ ଦେଖିଲେ ପ୍ରାର୍ଥନା, ସବୁବେଳେ
ଯୀଶୁଙ୍କ ସହିତ ତାଙ୍କର ଶିଷ୍ୟମାନେ ଥିଲେ। ଆଉ ଯେତେବେଳେ ଲୋକମାନେ ଆସି କହୁଛନ୍ତି ଯୀଶୁ ତୁମର ଶିଷ୍ୟମାନେ କ'ଣ ପାଇଁ ଫାଷ୍ଟିଂ ପ୍ରେୟାର ରଖୁନାହାନ୍ତି, ଉପବାସ କରୁନାହାନ୍ତି, ଯୀଶୁ କ'ଣ କହିଲେ? ୟୁ ନୋ ଭେରି ୱେଲ୍ ଯୀଶୁ କ'ଣ କହୁଛନ୍ତି? ଯେତେବେଳେ ବର ତାଙ୍କ ସହିତ ଅଛନ୍ତି ସେତେବେଳେ ଏମାନଙ୍କୁ କରିବାର କିଛି ଆବଶ୍ୟକ ନାହିଁ, କିନ୍ତୁ ବର ଯେତେବେଳେ ନଥିବେ ସେତେବେଳେ ଏମାନଙ୍କର ପ୍ରସ୍ତୁତି ପାଇଁ ଏମାନେ ନିଜକୁ ପ୍ରସ୍ତୁତ କଲା ସାଙ୍ଗେ ସାଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ପ୍ରସ୍ତୁତ କରିବେ। ତ କ'ଣ ବୁଝୁଛୁ ଆମେ ଏ ସ୍ଥାନରେ? ଆଜି ଗୋଟେ ମଣ୍ଡଳୀକୁ ପ୍ରସ୍ତୁତ କରିବାକୁ ହେଲେ, ନିଜକୁ ପ୍ରସ୍ତୁତ କରିବାକୁ ହେଲେ ଆମମାନଙ୍କୁ ପ୍ରିପାରେସନର ଆବଶ୍ୟକ ପଡ଼େ। ୱି ଅଲରେଡି ଚୁଜେନ୍ ପର୍ସନ୍, ଆମେ ମନୋନୀତ ବ୍ୟକ୍ତି ମାନେ ଅଟୁ। ବଟ୍ ମନୋନୀତ ବ୍ୟକ୍ତିକୁ ଯଦି ଦେଖିବା ତାହେଲେ ସେ ଆହୁରି କ'ଣ ପାଇଁ ନିଜକୁ ପ୍ରିପେୟାର କରୁଛି? କାରଣ ଆୱାର ପ୍ଲେସ୍ ଇଜ୍ ନଟ୍ ଏ ସିମ୍ପଲ୍ ପ୍ଲେସ୍। ଆମେ ଯେଉଁ ଜାଗାରେ ବସିବା, ଯେଉଁ ଜାଗାରେ ଛିଡ଼ା ହେବା, ଆମମାନଙ୍କର ସ୍ଥାନ ସାଧାରଣ ସ୍ଥାନ ନୁହେଁ। ତ ଆମେମାନେ ଯେତେବେଳେ ବସିବା ଯାଇକି ଗୋଟିଏ ସ୍ଥାନରେ, ସେତେବେଳେ ଆମର ଯୋଗ୍ୟତା ବା ଉତ୍ତମତା ଦ୍ୱାରା ନୁହେଁ, ଆମମାନଙ୍କର ଈଶ୍ୱରଙ୍କ ସହିତ ଯେଉଁ ସମ୍ପର୍କ ଥିବ ସେହି ସମ୍ପର୍କ ଦ୍ୱାରା ପ୍ରଭୁ ଆମମାନଙ୍କୁ ଚୟନ କରନ୍ତି। ବୁଝିପାରୁଛନ୍ତି? କୌଣସି ଧର୍ମ କର୍ମ ଦ୍ୱାରା ପରମେଶ୍ୱରଙ୍କୁ ଆମେ ସନ୍ତୁଷ୍ଟ କରିପାରିବା ନାହିଁ। ଆମେ କେବଳ ଈଶ୍ୱରଙ୍କର ସେହି ଉପସ୍ଥିତିକୁ ନେଇ ଈଶ୍ୱରଙ୍କୁ ମହିମା କରିପାରିବା, ଆଉ ଈଶ୍ୱର ମହିମା ପାଆନ୍ତି। ତ ଆମେମାନେ ବୁଝିବା ବହୁତ ଜରୁରୀ ଅଟେ ସ୍ୱର୍ଗ ରାଜ୍ୟର ଗୁରୁତ୍ୱତା। ସେଥିପାଇଁ ମୁଁ ପ୍ରଥମରେ କହୁଥିଲି ଯେ ଟୁମୋରୋ ଦ ସଣ୍ଡେ ସର୍ଭିସରେ ମୁଁ କିଛି ବିଷୟକୁ ସେୟାର କରିବି, ଯାହା ମୁଁ ଆଜିର ଏହି ଡିଭୋସନରେ ଜଷ୍ଟ ଏ ଗ୍ଲିମ୍ସ ମୁଁ ଆପଣଙ୍କ ସମ୍ମୁଖରେ ରଖିଲି, ଯେ ଜଷ୍ଟ ଏ ଲାଇଟ୍ ଯେଉଁଟାକି ସ୍ୱର୍ଗ ରାଜ୍ୟ ବିଷୟରେ। ଓକେ, ତ ଆମେ ଦେଖୁଛୁ ଯେ କିଛି ଲୋକକୁ ସ୍ୱର୍ଗ ରାଜ୍ୟର ବିଷୟରେ ବୁଝିବା ପାଇଁ ପ୍ରଭୁ ଜ୍ଞାନ ଦେଇଅଛନ୍ତି, ବା ସେ ବାକ୍ୟରେ କହିଅଛନ୍ତି ଯେ ସେମାନେ ବୁଝିପାରିବେ, ତାଙ୍କୁ ଦିଆଯାଇଛି ଅଧିକାର, କିନ୍ତୁ କିଛି ଲୋକକୁ ଦିଆଯାଇ ନାହିଁ। ସେଥିପାଇଁ ସେମାନଙ୍କୁ ସାଧାରଣ ୱେରେ ବତେଇବାକୁ ପଡ଼ିଥାଏ, ଶିଖେଇବାକୁ ପଡ଼ିଥାଏ। ବୁଝିପାରୁଛନ୍ତି? এই ବିଷୟକୁ ଆମେ ଦେଖୁଛୁ। ଆଉ ପରିପକ୍ୱ ଫଳ ଯଦି ସେମାନେ ଉତ୍ପନ୍ନ କରୁନାହାନ୍ତି, ଦେନ୍ ଡେଫିନେଟଲି ଆପଣମାନେ ବୁଝିଯିବେ ଯେ ପରିପକ୍ୱ ଫଳ ଯଦି ନାହିଁ ତାହେଲେ ଅପରିପକ୍ୱ ଫଳ ସେମାନଙ୍କ ମଧ୍ୟରେ ଦେଖାଯିବ। ବୁଝିପାରୁଛନ୍ତି? ତ ପ୍ରଭୁ ଏଇ ଛୋଟ ଚିନ୍ତାଧାରାରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଇ ହୋପ୍ ପ୍ରଭୁ ଆଜି ଆପଣଙ୍କ କଥା କହିଅଛନ୍ତି। ଆସୁ ଏତେବେଳେ ଆମେ ପ୍ରାର୍ଥନା ନିକଟବର୍ତ୍ତୀ ହେବା। ଆଜିର ଡିଭୋସନକୁ ନେଇ, ଆଜିର ପ୍ରତ୍ୟେକ ବିଷୟକୁ ନେଇ ଆମେ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ଧନ୍ୟବାଦ ଦେଉଅଛୁ ଆଜିର ଏହି ମର୍ଣ୍ଣିଂ ଡିଭୋସନ ପାଇଁ। ଅଳ୍ପ ସମୟ ଆମେ ଯାହା କିଛି ଚିନ୍ତା କଲୁ, ସମସ୍ତ ବିଷୟରେ ତୁମେ ମହିମା, ଗୌରବ, ସମ୍ଭ୍ରମ ପାଅ, ଏବଂ ପ୍ରଭୁ ସେହି ସତ୍ୟତାକୁ ତୁମର ଲୋକମାନଙ୍କ ମଧ୍ୟରେ ରଖ ବୋଲି ଆମେ ପ୍ରାର୍ଥନା କରୁଛୁ। ତୁମର ବାକ୍ୟ ଏକ ଗଭୀର ସମୁଦ୍ର ତୁଲ୍ୟ ଅଟେ ପ୍ରଭୁ, ତାହା ଆମେମାନେ ଖନନ କଲେ ମଧ୍ୟ ପ୍ରଭୁ ତାହା ଆମମାନଙ୍କ ଜୀବନରେ ଅନେକ ସତ୍ୟତାକୁ ପ୍ରକାଶ କରେ। The revelation is very important in our life, Lord. ଆମମାନଙ୍କୁ ତୁମେ ଦୟା କର, ଆଶୀର୍ବାଦ କର, ତୁମର ସତ୍ୟତାକୁ ଜଣାଅ ବୋଲି ପ୍ରାର୍ଥନା କରୁଛୁ। ଯେଉଁ ସମସ୍ତ ବିଷୟ ତୁମେ ଆଜି ପ୍ରତ୍ୟେକଙ୍କୁ ଦେଲ ପ୍ରଭୁ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ଧନ୍ୟବାଦ ଦେଉଅଛୁ ଯେତେ ଜଣ ମଧ୍ୟ ଯୋଡ଼ିଛନ୍ତି, ମ୍ୟାକ୍ସିମମ୍ ପିପଲକୁ ପ୍ରଭୁ ତୁମେ ଚୟନ କରିଅଛ ଏ ସ୍ଥାନରେ, ସେଥିପାଇଁ ଆମେ ଧନ୍ୟବାଦ ଦେଉଅଛୁ। ତାଙ୍କର ବିଶ୍ୱସ୍ତତା, ତାଙ୍କର ଧାର୍ମିକତା ଏବଂ ତାଙ୍କର ଉତ୍ତମତାକୁ ତୁମେ ଦେଖିଥାଅ ପ୍ରଭୁ, ଆଉ ତୁମେ ତାଙ୍କୁ ଆଶୀର୍ବାଦ କରିଥାଅ। ଏ ସ୍ଥାନ ଯୋଡ଼ିଥିବା ଯେତେ ଜଣଙ୍କର କିଛି ଅସୁବିଧା ସମସ୍ୟା ଯଦି ଅଛି, ରାଇଟ୍ ନାଉ ଇନ୍ ଦ ନେମ୍ ଅଫ୍ ଜିଜସ୍ we command and declare the Holy Spirit will lead you, Master God. Hallelujah. ପ୍ରଭୁ ଧନ୍ୟବାଦ ଦେଉଛୁ, ପ୍ରତ୍ୟେକଙ୍କୁ ତୁମେ ସ୍ପର୍ଶ କର ଏବଂ ଆଶୀର୍ବାଦ କର। କଥା କୁହ ପ୍ରଭୁ, ଯେପରି ସେମାନେ ପ୍ରଭୁ ତୁମର ଭଏସକୁ ଶୁଣିବେ। ଯଦି କିଏ ଅସୁସ୍ଥ ଅଛନ୍ତି, ରାଇଟ୍ ନାଉ ଇନ୍ ଦ ନେମ୍ ଅଫ୍ ଜିଜସ୍ ଆମେ ପ୍ରାର୍ଥନା କରୁଛୁ, ତୁମେ ସେମାନଙ୍କୁ ସୁସ୍ଥତା ପ୍ରଦାନ କର। ତୁମେ କହିଅଛ, ଯଦି ବା ପ୍ରଭୁ ମୁଁ ଅନ୍ୟ ସ୍ଥାନରେ ବସିଅଛି ଆଉ ତୁମର ବାକ୍ୟକୁ ଶୁଣୁଥିବା ଲୋକମାନେ ଅନ୍ୟ ସ୍ଥାନରେ ବସିଛନ୍ତି, କିନ୍ତୁ ସୁସ୍ଥତା ଏପରି ଏକ ବିଷୟ ଅଟେ ଯାହାକି ସେମାନେ ଶୁଣୁ ଶୁଣୁ ସୁସ୍ଥ ପାଇଯାଆନ୍ତି, ସୁସ୍ଥତା ହୋଇଯାଏ। ଆଉ ତୁମେ କହିଅଛ ତୁମର ବାକ୍ୟ ପଠାଇ ତୁମେ ସୁସ୍ଥ କରିଥାଅ। ଏବେ ଯେଉଁ ବାକ୍ୟ ପଢ଼ାଗଲା, ଯେଉଁ ବାକ୍ୟ ଶୁଣାଗଲା ପ୍ରଭୁ, ସେ ବାକ୍ୟରେ ସୁସ୍ଥତା ଅଛି, ଆମେ ତାହା ବିଶ୍ୱାସ କରୁ। ଇନ୍ ଦ ନେମ୍ ଅଫ୍ ଜିଜସ୍ ପ୍ରଭୁ ଆମେ ସେହି ବିଷୟକୁ ଘୋଷଣା କରୁଅଛୁ। ତୁମେ ପ୍ରତ୍ୟେକଙ୍କୁ
ଛୁଟକାରା ଦିଅ, ସୁସ୍ଥତା ଦିଅ ଏବଂ ଏକ ଏନ୍ଜାଇଟିସ୍ ରୁ ବାହାରିବା ପାଇଁ ପ୍ରଭୁ ତୁମେ ତାଙ୍କୁ ସାହାଯ୍ୟ କର ବୋଲି ପ୍ରାର୍ଥନା କରୁଛୁ। ଯଦି ଚିନ୍ତା ଅଛି ସେ ସମସ୍ତ ଚିନ୍ତାରୁ ତୁମେ ବ୍ରେକ୍ କର, ବାହାର କର ରାଇଟ୍ ନାଉ। ଯେଉଁମାନେ କୌଣସି ବିଷୟକୁ ପ୍ରାର୍ଥନାରେ ମାଗୁଛନ୍ତି ଅନେକ ସମୟ ହେଇଗଲା, କିନ୍ତୁ ପ୍ରଭୁ ତୁମେ ତାହା ଅତି ଶୀଘ୍ର ଦେବ ବୋଲି ଆମେ ବିଶ୍ୱାସ କରୁଅଛୁ। ଆଉ ଦେଇ ସାରିଅଛ, କିନ୍ତୁ ସେମାନେ ସେଇ ନିଗୁଢ଼ ରହସ୍ୟକୁ ଜାଣିବା ଜରୁରୀ ବୋଲି ତୁମେ ପରିପକ୍ୱ ଫଳକୁ ଦିଅ ବୋଲି ପ୍ରାର୍ଥନା କରୁଅଛୁ। ଥ୍ୟାଙ୍କ ୟୁ ଫର୍ ଏଭ୍ରିଥିଙ୍ଗ। ଆଜିର ଯୋଡ଼ିଥିବା ପ୍ରତ୍ୟେକ ବ୍ୟକ୍ତିକୁ ତୁମ ହସ୍ତରେ ଦେଇ ଯୀଶୁ ତୁମ ପ୍ରିୟ ନାମରେ ମାଗୁଅଛୁ। ଆମେନ୍, ଆମେନ୍, ଆମେନ୍।